ଦେଖନ୍ତୁ ଆମେ 2022 ଟୁ ଟିଭି ମୁକ୍ତ କାର୍ଯ୍ୟକ୍ରମ ଆମେ ଜାରି ରହିଛି ଯାଦ୍ୱାରା କି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଭାରତରେ ଟିଭି ମୁକ୍ତ ଭାରତ ତାଙ୍କ ଇଏ ଅଛି ଅଭିଳାଷ ଅଛି ଟିଭି ମୁକ୍ତ ଭାରତ କରିବା ପାଇଁ ସେ କାର୍ଯ୍ୟକ୍ରମରେ ଯେ ଦେଖିଲା ପରେ ଟିଭି ସାମ୍ପଲ୍ ଟେଷ୍ଟ ନେଲା ପରେ ମଧ୍ୟ କିଛି ପେସେଣ୍ଟଙ୍କର ଟିଭି ପଜିଟିଭ୍ ଆସେ ସେଥିପାଇଁ ସରକାର ଏଇଟା ଗୋଟେ ଦେଖିଲେ ଗୋଟେ ପ୍ରତ୍ୟେକ ଲୋକର ଯେଉଁମାନେ ସିନିୟର ସିଟିଜେନ୍ କଥା କୁହନ୍ତୁ ବିପି ସୁଗର ପେସେଣ୍ଟ କି ଯାହା ଘରେ ଯାହାକୁ ଟିଭି ହେଇଛି ତା ପରିବାରର ସମସ୍ତଙ୍କର ଏମିତି ପ୍ରତ୍ୟେକ ଲୋକଙ୍କର ଚେଷ୍ଟ ଏକ୍ସରେ କରିବା ପାଇଁ ଗୋଟେ ନିଷ୍ପତ୍ତି ନେଇଛନ୍ତି ଯେଉଁଟା ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। ଦେଖନ୍ତୁ ଆମର ଗୋଟେ ପେସେଣ୍ଟ ଥିଲା ତାକୁ ତା'ର ସାମ୍ପୁଲ୍ ନିଆହେଲା କଫ ସାମ୍ପୁଲ୍ ତାରେ ବି ତା'ର ପଜିଟିଭ୍ ଆସିଲାନି ଆମେ ନେଇକରି ତାକୁ ଟେଷ୍ଟ ଏକ୍ସରେ କଲା ପରେ ତା'ର ପଜିଟିଭ୍ ବାହାରିଲା। ଏସବୁ ଜିନିଷକୁ ସେମାନେ ଇଏ କରି ଭିତ୍ତି କରିକି ସେମାନେ ଗୋଟେ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ଟିଭି ମୁକ୍ତ ଭାରତ ଅଭିଯାନରେ ଏ ଗୋଟେ ମୁଖ୍ୟ ପ୍ରମୁଖ ଜିନିଷ ହେବ ଏଇଟା ଯାହାଦ୍ୱାରା ନିଶ୍ଚୟ ଭାବେ ଭାରତ ଟିଭି ମୁକ୍ତ ହେବ। ମାନେ ଉତ୍ସାହର ସହିତ ସେମାନେ ଯେହେତୁ ଯେଉଁମାନେ ଯାଇକରି ବହୁତ ଦୂରରେ ଯାଇକି 15 କିଲୋମିଟର ଯାଇକି ହାତରୁ ପଇସା ଖର୍ଚ୍ଚ କରି ଯାଇକି କରୁଥିଲେ ଯେଉଁଟା ମୋବାଇଲ ଭ୍ୟାନ୍ ଦ୍ୱାରା ପାଖରେ ପଞ୍ଚାୟତରେ ହେଉଛି ଯେଉଁଟା ଏଇଟା ଆମର 3-4ଟା CH ଅଣ୍ଡର ହେଉଛି ଯେଉଁଟା କୈଟଖଣ୍ଡି ବୋରିପଦର ଆଉ ଗୋଟେ ଗଡ଼ ସାନ୍ତରାପୁର ଘୋଡ଼ାଗଡ଼ ଚଷା ନିମଖଣ୍ଡି ସମସ୍ତର CH ଅଣ୍ଡରରେ ଏଠି ହେଉଛି ସମସ୍ତ ପେସେଣ୍ଟ ଆଜି ଦେଖନ୍ତୁ ରୁଣ୍ଡ ହୋଇଛନ୍ତି ଆଜି ଏଇଟା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ ଯାହାଦ୍ୱାରା ମୁଁ ଧନ୍ୟବାଦ ଦେବି ସମସ୍ତଙ୍କୁ ଯେଉଁ ଟିଭି ମୁକ୍ତ ଭାରତ ଟିଭି ମୁକ୍ତ ଅଭିଯାନରେ ଯେଉଁମାନେ ସବୁ ଡିଷ୍ଟ୍ରିକ୍ଟ ଲେଭେଲରେ ଯେଉଁମାନେ ସବୁ କୋଅର୍ଡ଼ିନେଟ୍ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବି ଯେଉଁଟାକି ଆମର ପଞ୍ଚାୟତରେ କି ଆମ ଅଞ୍ଚଳରେ ଟିଭି ମୁକ୍ତ ଅଭିଯାନ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି ଆମେ ପଞ୍ଚାୟତବାସୀ ତରଫରୁ ବହୁତ ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର। ମୁଁ CSC ଦିଗପଣ୍ଡିର ଟିଭି ଡିପାର୍ଟମେଣ୍ଟର ହେଡ୍ ସିନିୟର ଟ୍ରିଟମେଣ୍ଟ ସୁପରଭାଇଜର କହୁଅଛି। ଏହା 100 ଡେଜ୍ ପ୍ରୋଗ୍ରାମ ଯାହା ଚାଲିଛି ଟିଭି ମୁକ୍ତ ଭାରତ ଅଭିଯାନ ତାର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଭନରେବଲ୍ ଯାହା ଏରିଆ ଅଛି ସମସ୍ତ ଏରିଆକୁ ଆମେ ସ୍କ୍ରିନିଂ କରୁ ଏକ୍ସରେ କରୁ ତାଦ୍ୱାରା ଆମର ଯେଉଁ ଭନରେବଲ୍ରେ ଯାଉଛି ଆମର ଡାଇବେଟିକ୍ ଯାଉଛି 3 ବର୍ଷ ହେଲା ଯେଉଁ କଣ୍ଟାକ୍ଟ ଟ୍ରେସିଂ ଟିଭି ମେଡ଼ିସିନ୍ ଲୋକ ଖାଇକି ଭଲ ହେଇଛନ୍ତି ତା ଘର ଲୋକ ସ୍ମୋକର ଏ ସମସ୍ତ ଏରିଆ ଓଲ୍ଡ ଏଜ୍ ମୁଖ୍ୟତଃ ଯାହା ଯାହା କ୍ରୋନିକାଲ୍ ଡିଜିଜ୍ ଅଛି ସେମାନଙ୍କର ସମସ୍ତେ ଆମେ ସ୍କ୍ରିନିଂ କରିବୁ ଏକ୍ସରେ କରିବୁ ଯାହାଦ୍ୱାରା ଆମର ଯେଉଁ ଲୁଚାୟିତ ଭାବେ ରହିଥିବା ଆମର ଟିଭି ରୋଗୀଗୁଡ଼ିକୁ ଆମେ ଖୋଜି କାଢ଼ିବୁ ଆଉ ତାକୁ ମାଗଣାରେ ଔଷଧ ଦେବା ସହିତ ଆମେ ତାକୁ ତୁରନ୍ତ ଭଲ କରିବାର ସୁବିଧା କରିବୁ। ଏହାଦ୍ୱାରା ସମସ୍ତ ଲୋକ ସଫଳ ରୂପେ ପାଇପାରିବେ ଆଉ ଟିଭି ରୋଗରୁ ମୁକ୍ତି ପାଇପାରିବେ ଆଉ ଆମ ଯାହା ଲକ୍ଷ୍ୟ ଅଛି ଟିଭି ମୁକ୍ତ ପଞ୍ଚାୟତ ତାହା ଗଠନ ହୋଇପାରିବ। ଲୋକମାନଙ୍କର ଆଗ୍ରହ ଆମେ ସକାଳ ଏବେ ଯାହା 10ଟାରୁ ପ୍ରୋଗ୍ରାମ ଆରମ୍ଭ ହେଉଛି ଏବେ ସୁଦ୍ଧା ଆମର 70 ରେଜିଷ୍ଟ୍ରେସନ୍ ହୋଇସାରିଲାଣି। ଲୋକମାନଙ୍କ ବହୁତ ଗୁଡ଼ିଏ ଆଗ୍ରହ ଅଛି କାରଣ ମାଗଣାରେ ଏହା କରାଯାଉଛି ଯାହାକି ତାଙ୍କୁ 15 କିଲୋମିଟର ଯିବାକୁ ପଡ଼ୁଥିଲା ଖର୍ଚ୍ଚ ଦେବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ମାଗଣାରେ କରାଯାଏ ସେ ଆଗ୍ରହ ସହିତ ଅଛନ୍ତି ଯେଉଁ ବ୍ୟକ୍ତିମାନେ ବି ଯାଇପାରୁନଥିଲେ ଟୋଟାଲି କ୍ରୋନିକାଲ୍ ଡିଜିଜ୍ ଯାହା ବି ଥିଲେ ସେମାନେ ଆସି ରେଜିଷ୍ଟ୍ରେସନ୍ ଏବେ ଆମର ଘଣ୍ଟାଟି ଭିତରେ ଆମର 70 ଜଣର ହୋଇସାରିଲାଣି ଆହୁରି ଆମେ ଟାର୍ଗେଟ୍ ରଖିଛୁ 300 ଜଣର ଆଜି କରିବ ତ ଆଗ୍ରହ ପୁରା 100% ରହିଅଛି। ଆମର ନାମ ଜିତୁନ ସ୍ୱାଇଁ ମୁଁ ଆମର ଗଭର୍ଣ୍ଣମେଣ୍ଟ ମାନଙ୍କର ଚାଲିଛି ଟିଭି ମୁକ୍ତ ଭାରତ ଚାଲିଛି ସେହି ସଂସ୍ଥାର ମୁଁ ଆର୍ଟି ଅଛି। ଆମର ଆଜି ବର୍ତ୍ତମାନ କୈଠଖଣ୍ଡି ପଞ୍ଚାୟତ ଆମର ସରପଞ୍ଚ ସାର୍ ସେଠି ବାବୁ ସହାୟତାରେ ଏଠି ଯେଉଁ ଟିଭି ମୁକ୍ତ ବର୍ତ୍ତମାନ ଚାଲିଛି ଟିଭି ମୁକ୍ତ କେମିତି ହେବ ଦୁନିଆରେ ଆଜିକାଲି କ'ଣ ଯାହା ଗାଁ ଗହଳି ମାନଙ୍କରେ ଲୋକମାନେ ଖାସ ହେଲା ମାନେ କହିକି ପାଖାପାଖି ହସ୍ପିଟାଲ ଯାଇକି ଟିକେ ମେଡ଼ିସିନ ଧରିକି ଆସିଯାଆନ୍ତି ଯାହାଫଳରେ କି ସେଇଟା କଣ୍ଟିନ୍ୟୁ ସେମାନେ ହଁ ଖାସ ଜ୍ୱର ହେଇଛି କହି ରହିଯାଆନ୍ତି କିନ୍ତୁ ସେଇ ଭିତରେ ଗୋଟେ ରୋଗ ଏମିତି ଅଛି କି ଗୋଟିଏ ଜଣ ଯଦି ଗାଁରେ ରହନ୍ତି ଟିଭି ଲୋକ ତ ସିଏ ମାନେ ଖାସିଲା ମାନେ ତା'ର ସାରାଉଣ୍ଡିଂ ସହିତ ସେ ଜୀବନଟା ଆକ୍ଟିଭ୍ ହେଇକି ରହିଯାଏ ଯାହାଫଳରେ କି ଲୋକମାନେ କେହି ଜାଣିପାରନ୍ତିନି ଏଇ ରୋଗଟା ସାଙ୍ଗେ ସାଙ୍ଗେ କାହାକୁ ମଧ୍ୟ ଆଟ୍ରାକ୍ଟ ହୁଏନି ଯାହାଫଳରେ କି ଗଭର୍ଣ୍ଣମେଣ୍ଟ ସରକାର ଦେଖିଲେ ବହୁତ କିଛି ଟିଭି ମୁକ୍ତ ମାନେ ବହୁତ କିଛି ଲୋକ ଟିଭିରେ ଆକ୍ରାନ୍ତ ହୋଇକି ବାହାରିଲେ ସେଥିପାଇଁ ଗଭର୍ଣ୍ଣମେଣ୍ଟଙ୍କର ସହାୟତା ହୋଇଛି କି ଲୋକମାନେ ଯେମିତି ଜାଣିପାରିବେ ସୁବିଧାଟା ଦେଇପାରିବେ ଯାହାଫଳରେ କି ଆମେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ବାଇ ଆମର ଡିଷ୍ଟ୍ରିକ୍ଟ ଅନୁସାରେ ଯାଇକି ସମସ୍ତଙ୍କ ପାଖରେ ସହଯୋଗଟା ମାନେ ସୁବିଧା କରାଇ ଦେଉଛୁ। ଆଉ ଏଠି ହୁଏ ଯେ ଟେଷ୍ଟ ଏକ୍ସରେ ଯେଉଁ କରାଯାଏ ଧନ୍ୟତୁ ଲୋକମାନେ ଯାଆନ୍ତି ଗୋଟେ ଜାଗାକୁ ଯିବେ ତାଙ୍କର କିଛି ପଇସା ଖର୍ଚ୍ଚ ଯାହା କିଛି ବି ଖର୍ଚ୍ଚାନ୍ତ ହୁଏ ଯିବା ଆସିବା ପାଇଁ ଯାହାଫଳରେ ଲୋକମାନେ ଟିକେ ଗରିବ ରୁହନ୍ତି ଯେଉଁମାନେ ସେମାନଙ୍କ ଅସୁବିଧା ବହୁତ ଅସୁବିଧାଟା ସମ୍ମୁଖୀନ କରନ୍ତି ଯାହାଫଳରେ କି ସରକାର କ'ଣ କଲେ ଏଇ ଅସୁବିଧାଟା ପାଇଁ ସରକାର ମାଗଣା ଟିଭି ମୁକ୍ତ ଏକ୍ସରେ ପଞ୍ଚାୟତ
ଅବଶ୍ୟ CSC PSC ଯେତେ ସବୁ ଅଛନ୍ତି ଆମର ଆଶା ଦିଦି ଅଙ୍ଗନବାଡ଼ି ଦିଦି ଆଉ ଆମର ଯାହାକି CSCର ଇନଚାର୍ଜ ମାନେ ସେମାନଙ୍କୁ ବାର୍ତ୍ତା ଦିଆଯାଏ ଯେମିତିକି ଟିଭି ମୁକ୍ତ କରାଯିବ। ଟେଷ୍ଟ ହେଲା ପରେ ଆମ ରିପୋର୍ଟ ମାନେ ଦିନକୁ ଆମର ସେମିତି କିଛି ନାହିଁ, ଧରି ନିଅନ୍ତୁ 100-200 କେସ୍ ଆମେ କରିନେଉ। ରିପୋର୍ଟ ବି ଦିଆଯିବ, ଯାହାଫଳରେ ଯାହାର ପଜିଟିଭ୍ ଆସିଥିବ ସେହି ଅନୁସାରେ ସେମାନଙ୍କୁ ଡକ୍ଟର ମାନେ ସରକାରଙ୍କ ତରଫରୁ ମାଗଣା ଔଷଧ ମଧ୍ୟ ଦିଆଯିବ।